ସକାଳୁ ଗାଧେଇ ପାଧେଇ ପୁରା ରେଡ଼ି। ଆଲେ ଇଏ କ'ଣ ଟାଇମ୍ ହେଇଛି 3:30ଟା। ଏବେ ହେଉଛି ଟାଇମ୍ ହେଉଛି 6:30 ଖଣ୍ଡେ ହେବ, 6ଟା ଖଣ୍ଡେ ହେବ ପାଖାପାଖି। ଗୁନୁ ଆମର ଶୋଇଛି କେମିତି ଦେଖନ୍ତୁ, ଦେଖନ୍ତୁ ସେ କେମିତି ଶୋଇଛି, ଧନ କେମିତି ଶୋଇଛି, ସେ ତା ଉପରେ ଗୋଡ଼ ଲଦିକି ତାର ଶୋଇଛି। ଏପଟେ ତା ପାପା, ଏପଟେ ଗୁନୁ 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 ଗୁନୁ। ହ୍ୟାଲୋ ଫ୍ରେଣ୍ଡସ୍, ହାଏ ନମସ୍କାର, ଜୟ ଜଗନ୍ନାଥ, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍। ସକାଳୁ ସକାଳୁ ଗାଁରେ ମମ୍ମି ତାଙ୍କର କରିକିରି ସଂଗୀତକାର ପୂଜା କରୁଛି। ମୁଁ ସକାଳେ ଗାଧେଇକି ଏବେ ଆସିକିରି ଠାକୁର ଅଲରେଡ଼ି ଆମର ପୂଜା ସରିଲେଣି। ଗାଁରେ ଯେହେତୁ ପୁରା ସକାଳ ପୂଜା ହୁଏ ତ ସଙ୍ଗୀତ ତାର ପୂଜା କରୁଛି। ଆଉ ମମ୍ମି ତାଙ୍କର ଚାଲିଛନ୍ତି, ଯାଇଛନ୍ତି ଗାଈ କଥା ବୁଝିବା ପାଇଁ। ଚୁଆ ବାଛୁରୀ ଦୁଇଟି ଛିଡ଼ା ହେଇଛି, ମମ୍ମି ତାଙ୍କର ଗାଈ ଗୁହାଳେ। ମୁଁ ଚାଲିଲି ମୋର ଚାହା କରିବି। ତାପରେ ଆଜି ପିଠା ହେବ, ଯେହେତୁ ବେବିନା ଆଜି ଯିବେ ହଷ୍ଟେଲ ଯିବେ, ତ ତାଙ୍କ ପାଇଁ ପିଠା ହେବ, ସେ ପିଠା ନେଇକି ଯିବେ। ତ ମଣ୍ଡା ପିଠା ହେବ, ଛଣା ମଣ୍ଡା ପିଠା ହେବ। ବିଲେଇ ଯିବା ଦେଖ କେମିତି ଯାଉଛି ଖାଇ କ'ଣ ହେଉଛନ୍ତି ଏଇଟା ବୋଲି। ନଡ଼ିଆ ପୁରା ପ୍ରସ୍ତୁତ ଚାଲିଛି। ନଡ଼ିଆ ତା ସହିତ ଛେନା, ତା ସହିତ ଗୁଡ଼ ମିଶାଇକି ଏକାଳେ ମିକ୍ସ କରିଦେଇକି ତାପରେ ଯାଇକି କରେଇ ବସେଇକି ତା ଦେହରେ ପୁରଟା ପ୍ରସ୍ତୁତ ହେବ। ତ ଅଲଗା ଅଲଗା ଆଗ ମାନେ କରେଇ ବସେଇକିରି ଗୁଡ଼ ପକେଇକିରି ନଡ଼ିଆ ପକାଉଛନ୍ତି, ତ ଆମର ଏପଟେ ସବୁତକ ମିଶେଇକି ଏକାଳେ ହେଉଛି। ଏଇଟା ଗୋଟେ କଡ଼େଇ ବସେଇକି ପକେଇବା। ଏପଟେ ଗୋଟେ ମୁଁ ମୋର ଚାହା ବସେଇ ଦେଇଛି। ତାପରେ ପାଣି ଫୁଟିଲା, ଏବେ ସୁଜି ପଡ଼ିବ, ପକେଇବା ପୁରା କଟକଟ ସୁଜି ତକ ସେଥିରେ ପଡ଼ିବ। 1.5 କିଲୋ ନେବ ଆମେ। ଏବେ ଅଲରେଡ଼ି ସେ ପାଣିରେ ଫୁଟା ଅଲରେଡ଼ି ପାଣି, ସେଥିରେ ଗୁଡ଼ ପଡ଼ିଯାଇଛି, ଲୁଣ ବି ପଡ଼ିଛି। ତ ମମ୍ମି ଏକା ତ ସେଠି କରିପାରିବେନି, ତ ମୁଁ ସୁଜି ଢାଳୁଛି, ମମ୍ମି ତାଙ୍କର ଘାଣ୍ଟୁଛନ୍ତି। ନ ଘାଣ୍ଟିଲେ ଏଇଟାକ ଲାଗିଯିବ, ସେଥିପାଇଁ ମୁଁ ମୋର ପକାଉଛି, ମମ୍ମି ତାଙ୍କର ଘାଣ୍ଟୁଛନ୍ତି। ଦେଖନ୍ତୁ କେମିତି ହେଉଛି। ଅଲରେଡ଼ି ହେଇ ଆସିଲାଣି, ତାକୁ ବାର ବାର ଘାଣ୍ଟିବାକୁ ପଡ଼େ, ନ ଘାଣ୍ଟିଲେ ତଳେ ଲାଗିଯିବ, ତ ଗେଟା ଗେଟା ହେଇଯିବ। ଏଠି ମମ୍ମି କହିଲେ କି ମୁଁ ଅଛି ବୋଲି କରୁଛି, ତ ମୁଁ ଗଲା ପରେ ତୁମେ କେମିତି କରିବ। ମୁଁ କହିଲି ଆପଣ ଏମିତି ଥିବେ ଲାଇଫ୍ ଟାଇମ୍ ଆମକୁ ଏରା କିଛି କରିବାକୁ ପଡ଼ିବନି, କାରଣ ଏ କାମ ତ ଟୋଟାଲ୍ ମୁଁ କେବେ କରିନି, ତ ଆପଣ ହିଁ ଥାଆନ୍ତୁ ସବୁବେଳେ। ବିଲେଇ ମାନେ ସେଠି ପିଠା ଖାଉଛନ୍ତି। ଏବେ ଅଲରେଡ଼ି ପିଠା ଗଢ଼ା ହେବ। ବେବିନା ଖାଇକି ଆସିକି ଗଢ଼ିବ ହେଲା। ପିଠା ଗଢ଼ିବ ବେବିନା, ଗଢ଼ିବ କହିଲି ନା, ପିଠା ଗଢ଼ିବ ତାର ପରେ ଯାଇକି ଶିଖିଥିଲୁ। ଏବେ ଅଲରେଡ଼ି ଛଣାଛଣି ଚାଲିଛି, ଛଣାଛଣି ଅଲରେଡ଼ି ଅଧା ସରିଯାଇଛି। ତ ଏବେ ଲାଷ୍ଟକୁ ଖାଲି କାକେରା ପଡ଼ୁଛି, ଯେହେତୁ ସବୁ ପୁର ପଡ଼ିଛି, ବାବାଙ୍କର ଡାଇବେଟିସ୍, ବାବା ଖାଇବେନି ପୁର ଦିଆ ପିଠା, ତ ବାବାଙ୍କ ପାଇଁ ପଡ଼ୁଛି କାକେରା। ଏଠି ଅଲରେଡ଼ି ମଣ୍ଡା ପିଠା ଛାଣିକି ଥୋଇଛି, ତେଲ ଛାଡ଼ିଲେ ଏଠିକି ବାହାର କରିବି। ପିଠା ଅଲରେଡ଼ି ରେଡ଼ି, ବାହାରେ ବସିକି ଛାଣୁଛି, ଗରମ ତ ଯାହା ହେଉଛି। ଆଉ ରହିଲା ଏତିକି, ସଇଲା, ତାପରେ ଆମେ ବାହାରିକି ଯିବୁ। ଏ ପୁରା ଜଏଣ୍ଟ ହେଇଗଲା, ଜଏଣ୍ଟ ହେଇଯାଇଛି, ତ ହସୁ ନାହିଁ। କେତେ ଝାଳ, ଚୁଲି ପାଖରେ ବସିକି ଝାଳରେ ପୁରା ଫୁଟି ଯାଇଛି। ପ୍ରଭୁ, ପୁରା ଭିଜି ଯାଇଛି। ସେଠି ଫ୍ୟାନ୍ଟା ଲଗେଇ ଟିକେ ବସି ପଡ଼ିଲି, ଏତେ ଗରମ ହେଉଛି, ଗାଁରେ ବି ଏତେ ଗରମ। ଟିକେ ରେଷ୍ଟ ନେଇଯିବା, ତାପରେ ବାହାରିବା। ଏବେ ଚାଲିଲେ କଟକ, ଏଠି ଛିଡ଼ା ହୁଅନ୍ତୁ। ଚାଲିଲେ ପୁଣି ଯିବା ନା, ଗୋଟେ ଗାଡ଼ିରେ ବସି ବସି ମୁଁ ଆଇଲା ବେଳକୁ ଯାହା ଲାଗିଥିଲା। ଚୁଆ ଆମର ଅନେଇଛି, ଏପଟେ ବେବିନା କାନ୍ଦି ପକେଇଲାଣି ଏବେଠୁ। କାଇଁ ଟାଟା କଲା, ଟାଟା ଟାଟା ଟାଟା।
ହଉ ଚାଲ ଚାଲିଲେ ଅଲରେଡ଼ି ବ୍ୟାଗ୍ରେ ତଳ ସବୁ ଟଙ୍କା ହେଇଛି ଧନ ବସିବା ଆଗରେ ଗାଡ଼ିରେ ତାକୁ ବସେଇ ଦେବ କହିଲାଣି ଯେ ଗାଡ଼ିରେ ବସେଇ ଗୁନୁ ଯିବ ବେବିନା ପଛରେ ତାପରେ ମୁଁ ଧନ ପୁରା ଟାଙ୍କିରେ ବସିଯାଇଛି। ଘରେ ଆସିକି ପହଞ୍ଚିଗଲୁ ଏବେ ପହଞ୍ଚିକିରି ଅଲରେଡ଼ି ଧୁଆଧୁଇ ହୋଇ ଟିକେ ଫ୍ରେଶ୍ ହେଇ ଏବେ ବାହାରିଲେ ରୋଷେଇ କରିବା ଯେହେତୁ ଜାନୁ ଆମର ଆସିଛନ୍ତି ଜାନୁ ଖାଇବେ ଗୋଟେ ବାବା ଆଉ ବେବିନାଙ୍କର ବାବା ବି ଆଜି ଆସିଛନ୍ତି ତ ଆଜି ଡ୍ୟୁଟି ମୋତେ କରିବାକୁ ପଡ଼ିବ କାରଣ ରୋଷେଇବାସ ନ କଲା ବେଳେ ନଚଳେ ଆଉ ତ ଘରେ କେହି ନାହାନ୍ତି ଆଡ଼ଜଷ୍ଟ କରିବା ପାଇଁ ସେଥିପାଇଁ ମୁଁ ଏବେ କୁନ୍ଦୁରି ଅଲରେଡ଼ି କାଟିକି ଆଇଛି ତାକୁ ଭାଜିବି ତାପରେ ମୋ ଭାଇ ଯାଇଛି ମାର୍କେଟ ଯାଇଛି ଛତ୍ର ବଜାର ବାକି ରେଷ୍ଟ ଟାଇମ୍ରେ ରୋଷେଇ ହେବ ଯାଇଟା ଅଲରେଡ଼ି ମୋ ଭାଇ କରିଦେଇଥିଲା ମାନେ ସିଝେଇ ଦେଇଥିଲା ଆଉ ଭାତଟା ଅଲରେଡ଼ି ଗାଳି ଦେଇଥିଲା ଅଲରେଡ଼ି ବର୍ତ୍ତମାନ ଟାଇମ୍ ହେଉଛି 11:30 ଏତିକି ଅଲରେଡ଼ି ସେ କରିଦେଇଛି ସେଥିପାଇଁ ଥ୍ୟାଙ୍କ ୟୁ ଧନ୍ୟବାଦ ବାବା କହୁଛନ୍ତି ଧନ୍ୟବାଦ ଦିଅ ହଁ ବା ଦୁନିଆ କାମ କରିଛି କାରଣ ମୁଁ ଆଇଲା ବେଳକୁ ଲେଟ୍ ହେଇଛି ନା ତ ଏତକ ନ କରିଥିଲେ ରୋଷେଇ କଲା ଆହୁରି ଲେଟ୍ ହେଇଥାନ୍ତା ପଛା ମାରିଛି ଘର ଓଳେଇକି ବସିଛି ଏବେ ଯିବା ରୋଷେଇ ସାରିବା ତାପରେ ଖାଇବାକୁ ପୁଣି ବେବିନା ଯିବେ ତା ପାଇଁ ମୁଁ ତ ପିଠା ସବୁ ରେଡ଼ି କରିଦେଇଛି ଆଉ ଖାଲି ସେ କ'ଣ କାକୁଡ଼ି ଫାକୁଡ଼ି ନେବେ ଭାଇ ଯାଇଛି ଆଣିବା ପାଇଁ ଆଣିଲେ ଜାନୁ ନେଇକି 3ଟା 3:30 ବେଳକୁ ଯିବେ ତ ସେଥିପାଇଁ ଭଲ ମୁଁ କ'ଣ ଖରାପ କହିଲି ରାଗ ଅଛି ତ ସେଥିପାଇଁ କୋଉଠି ବେବିନା ଆଜି ଯାଉଛନ୍ତି ହଷ୍ଟେଲ ସେଥିପାଇଁ ତାଙ୍କର ସବୁ ଲଗେଜ ପ୍ୟାକିଂ ହେଇଛି ବଡ଼ି ଚୁଡ଼ା ପିଠା ଆସନ ଯାଉଛି ବସିବେ ବୋଲି ଏଠି ପାଣି ବୋତଲ କସ୍ମେଟିକ୍ ମୋ ଧନ ଅନେଇକି ଅଛି କେମିତି ଏମାନେ ଯିବେ ତାଙ୍କ ସାଙ୍ଗେ ଆସିବ ବେବିନା ପୁରା ବାହାରିକି ରେଡ଼ି ଜାନୁ ତାଙ୍କର ରେଡ଼ି ଯିବେ ଛାଡ଼ିବା ପାଇଁ ତ ରହିଲେ ଘରେ ମୋ ଭାଇ ମୁଁ ଆଉ ବାପା ଧନ ନା ଧନ ତମେ ଯିବ ସେ ତାଙ୍କର ଯିବେ ଆମେ ରହିଲେ ଫ୍ରିଜରରେ ପାଣି ଅଲରେଡ଼ି ଜାନୁ ତାଙ୍କର ପୁରେଇ ଦେଇଛନ୍ତି ନେଇକି ଯିବେ ବୋଲି ଯେହେତୁ ଏତେ ଜୋରରେ ଗରମ ହେଉଛି ତ ପାଣି ଥଣ୍ଡା ପାଣି ଟିକେ ନହେଲେ ବାଟରେ ପିଇବା ପାଇଁ ଏଇଠୁ ନା କଟକ ବାହାରିକି ଯିବେ ଯାଇକି ଢେଙ୍କାନାଳରେ ତାଙ୍କୁ ହଷ୍ଟେଲରେ ଛାଡ଼ିବେ ହଷ୍ଟେଲରେ ଛାଡ଼ିକି ତାପରେ ତାଙ୍କୁ ଯିବେ ନିଅ ତମ ପାଣି ବ୍ୟାଗରେ ପଶିବ ନାଇଁ ନା ବରଫ ଅଛି ଯେତିକି ଅଛି ନର୍ମାଲ ବାଟରେ ପିଇବା ବେବିନା ତାଙ୍କର ଚାଲିଲେ ବେବିନା ବାଏ ଧନ ବାଏ କହିଲାନି ଦିଦି ନାଇଁ ସେ ରାଗି ଯାଇଛି ଆଗ ପଟୁଆ ମୁଡ଼ି ଦେଉଛି ଧନକୁ ନଉନ ତମେ ସେ ଆକୁ ଭଲ କହିବ ତମ ଚାଲିଲେ ତଥାପି ପାଗଟା ଟିକେ ନାକୁ ଟିକେ ଭଲ ଦେଇଛି ଖରା ପୁଣି କଲାଣି ବା ଗଲାବେଳକୁ ନା ବାହାରିବ ବାଏ ବେବିନା ବାଏ ଚାଲିଲେ ସମସ୍ତେ ଏବେ ଘର ପୁରା ଫାଙ୍କା ହେଇଗଲା ଧନ ବେବିନା ଦିଦି ଗଲା ଘର ପୁରା ଫାଙ୍କା ଆଉ ଯାଇକି ବେବିନା ଆସିବ 10 ବେଳକୁ ଆସିବ ଚାଲ ଆମେ ତ ଖାଇନା ଆସିକି 3:30 ଭିଡ଼ିଓଟା ଆପଣଙ୍କୁ ଭଲ ଲାଗିବ ଯଦି ଭଲ ଲାଗୁଛି ପ୍ଲିଜ୍ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି ରହୁଛି ନମସ୍କାର ଜୟ ଜଗନ୍ନାଥ।